ସାନ ପୁଅର ନାଁ ହଉଛି ସୁରଥ। ରାଜାଙ୍କର ଯୋଡି ବଡ ପୁଅ ନାଁ ହଉଛି ସୁଧର୍ମା, ସାନ ପୁଅର ନାଁ ହଉଛି ସୁରଥ। ସୁଧର୍ମା ସୁରଥ ଦୁଇ ଜଣ ବାପାଙ୍କ ଭଳି। କାହିଁକି ମୁଁ ଏ କଥା କହିଲି ନା ପାଲା ହଉଛି ଟିକେ ଆଜ୍ଞା ସମସ୍ତଙ୍କ ପାଇଁ ଗଣ ଶିକ୍ଷା। ଯଦି ପାଲାରେ ସମାଜକୁ କିଛି ବାର୍ତ୍ତା ନ ଯାଉଛି ଖାଲି କଣ ବିଷୟ ବୋଲିଲେ ହଉନି? ବିଷୟ କିଏ ଜାଣେ ନା? ସମସ୍ତେ ରାମାୟଣ ଜାଣନ୍ତି, ସମସ୍ତେ ମହାଭାରତ ଜାଣନ୍ତି, ସମସ୍ତେ ରାମଙ୍କୁ ନ ଚିହ୍ନନ୍ତି, ସମସ୍ତେ ରାବଣକୁ ମଧ୍ୟ ଚିହ୍ନନ୍ତି, କିନ୍ତୁ ସମାଜର ପରିବର୍ତ୍ତନ ପାଲା ହଉଛି ଗଣ ଶିକ୍ଷା। ଯଦି ଆପଣ ମାନେ କିଛି ଶିକ୍ଷା ପାଇଲେ ପାଲା ବାଲା ପାଲା ଗାଇବା ଜୀବନ ଦେଖନ୍ତୁ ଯେମିତି ବାପ ହେବେ ଯେମିତି ମା ହବ ସେମିତି ତାଙ୍କ ପିଲାମାନେ ହେବେ। କାହିଁକି ମୁଁ ଏ କଥା କହିଲି ନା ସୁଯୋଗ୍ୟ ସନ୍ତାନ ଥିଲେ ଦୁଇ ଜଣ ହଂସ